ପୋଖରୀ କୂଳରେ ଗଛଟିଏ। ସେଇ ଗଛ କୋରଡ଼ରେ ମାଛରଙ୍କା ଚଢ଼େଇଟିଏ ରହୁଥିଲା। ସେ ପୋଖରୀରୁ ମାଛ ମାରି ଖାଏ। ଖରାଦିନ ଆସିଲା, ପୋଖରୀ ଶୁଖିଗଲା। ମାଛରଙ୍କା ଖାଇବାକୁ ପାଇଲା ନାହିଁ। ସେ ନିଜ କୋରଡ଼ ଛାଡ଼ି ପଳାଇଲା। ଠେକୁଆଟିଏ ସେଇ ବାଟେ ଯାଉଥିଲା। ଗଛ କୋରଡ଼ଟି ଦେଖିଲା, ସେଠାରେ ଆସି ରହିଗଲା। ବର୍ଷା ଦିନ ଆସିଲା, ପୋଖରୀରେ ପୁଣି ପାଣି ଭରିଗଲା। ମାଛରଙ୍କା ନିଜ କୋରଡ଼କୁ ଫେରି ଆସିଲା। ଠେକୁଆକୁ ସେଇଠି ଦେଖି ମାଛରଙ୍କା ରାଗିଗଲା। ଦୁଇଜଣଙ୍କ ଭିତରେ କଳି ହେଲା। ଠେକୁଆ ଓ ମାଛରଙ୍କା ଦୁଇଜଣ କୋରଡ଼କୁ ନିଜ ନିଜ ଘର ବୋଲି କହିଲେ। ଠିକ୍ ବିଚାର ପାଇବା ପାଇଁ ସେମାନେ ସିଂହରାଜାଙ୍କ ପାଖକୁ ଗଲେ। ବାଟରେ ଗୋଟିଏ ଗଛ ତଳେ ବିଲେଇଟିଏ ବସିଥିଲା। ସେ ଆଖି ବୁଜି ତପ କରୁଥିଲା। ଠେକୁଆ ଓ ମାଛରଙ୍କା ବିଲେଇକୁ ସାଧୁ ବୋଲି ଭାବିଲେ। ତା ପାଖକୁ ଗଲେ, ବିଚାର କରିବାକୁ କହିଲେ। ବିଲେଇ ଆଖି ଖୋଲି ଅନାଇଲା। ସେ କହିଲା, ମୁଁ ବୁଢ଼ା ହେଲିଣି, ମୋତେ କିଛି ଶୁଣାଯାଉନି। ମୋ ପାଖକୁ ଆସ, ସବୁ କଥା ବଡ଼ ପାଟିରେ କୁହ। ବିଲେଇ କଥାରେ ଠେକୁଆ ଓ ମାଛରଙ୍କା ତା ପାଖକୁ ଗଲେ। ବିଲେଇ ତାର ଦୁଇ ପଞ୍ଝାରେ ଦୁଇଜଣଙ୍କୁ ମାଡ଼ି ବସିଲା।